प्रदीप्त कुमार मिश्र एक विरल व्यक्तित्व। ताଙ୍କ निस्वार्थपर सेवा रोगीଙ୍କ प्रति ଥିବା ତାଙ୍କ ଆତ୍ମୀୟତାକୁ ଭୁଲି ପାରୁନାହାନ୍ତି ଝରିଗାଁବାସୀ। ତାଙ୍କ ଅବସର ପାଇଁ ଦୁଃଖୀ ରୋଗୀଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ଆଖିରେ ଲୁହ। ସମସ୍ତେ ଆସି ରାସ୍ତାରେ କିଏ କୁଣ୍ଢେଇ ପକାଉଛି ତ ଆଉ କିଏ ଗୋଡ଼ ତଳେ ପଡ଼ି ଭୋ ଭୋ ହୋଇ କାନ୍ଦୁଛି, ଆଉ କିଏ ସାର୍ଙ୍କୁ କାନ୍ଧରେ ବସାଇ ଚାଲୁଛି। ଆଜ୍ଞା, ଆଜି ବି ସାର୍ଙ୍କୁ ଗାଁ ଲୋକେ ଛାଡ଼ିବାକୁ ନାରାଜ। ଆପଣ ଯାଆନ୍ତୁ ନାହିଁ, ଆପଣ ଆମର ବିଶ୍ୱାସ, ଆପଣ ଆମର ସାହସ, ଆପଣ ଆମର ଭଗବାନ, ଏଭଳି କହି ସାର୍ଙ୍କୁ କୁଣ୍ଢାଇ ପକାଉଥିଲେ ଲୋକେ। ଏମିତି ପ୍ରଗାଢ଼ ବିଶ୍ୱାସ ରହିଛି ଫାର୍ମାସିଷ୍ଟ ଅଫିସର ପ୍ରଦୀପ୍ତ କୁମାର ମିଶ୍ରଙ୍କ ଉପରେ। ଦୀର୍ଘ 30 ବର୍ଷ ଧରି ଝରିଗାଁଠାରେ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିଲେ। ଝରିଗାଁ ହେଉଛି ନବରଙ୍ଗପୁର ଜିଲ୍ଲାର ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଯେଉଁଠି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଶ୍ରୀଯୁକ୍ତ ମିଶ୍ର ଯାଜପୁର ଭଳି ଏକ ସହରାଞ୍ଚଳର ସମ୍ଭ୍ରାନ୍ତ ପରିବାରର 30 ବର୍ଷ ବୟସ୍କ ଯୁବକ 1995 ମସିହା ସେପ୍ଟେମ୍ବର 9 ତାରିଖରେ ଝରିଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ ଦାୟିତ୍ୱ ନେଇଥିଲେ। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶ୍ରୀଯୁକ୍ତ ମିଶ୍ରଙ୍କ ଫାର୍ମାସିଷ୍ଟ ଜୀବନରୁ ଫାର୍ମାସିଷ୍ଟ ଅଫିସର ପର୍ଯ୍ୟନ୍ତ ଦୀର୍ଘ 30 ବର୍ଷ ଧରି ଲୋକଙ୍କୁ ସେବା ଦେଇ ଆସୁଥିଲେ। ଏମିତିକି କରୋନା କାଳରେ ମଧ୍ୟ ସେ ରୋଗୀଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବା, ଆତ୍ମବିଶ୍ୱାସ ଯୋଗାଇବାରେ ଆପ୍ରାଣ ଉଦ୍ୟମ କରିଥିଲେ। ଇତିମଧ୍ୟରେ ଚାହୁଁ ଚାହୁଁ ତାଙ୍କ ଚାକିରି ଜୀବନଟା ସରିଯାଇଛି। ଅଞ୍ଚଳବାସୀଙ୍କ ମନରେ ଏବେ କେବଳ କୋହ ଆଉ ମନରେ ଭୟ। এই অঞ্চল হচ্ছে মোর ঘর। এই অঞ্চলবাসী হচ্ছে ମୋ ନିଜର ପରିବାର। ମୋର ମା ଭଉଣୀ ସେମାନେ ସବୁ ନିଜର ଆତ୍ମୀୟ ଲୋକ। ତାକୁ ମୁଁ ସେବା କରି ବହୁତ ଆନନ୍ଦ ପାଇଛି, ଯୋଉଟାକି ମୁଁ ପରିପ୍ରକାଶ କରିପାରିବିନି। ତାର କିଛି ଗୋଟେ ମୂଲ୍ୟ ନଥାଏ, ସେ ସେବାର ମୂଲ୍ୟ ନଥାଏ। ଯେତେ କରୁଥିଲେ ବି ସରିବ ନାହିଁ। ମାନେ ସବୁ ମୋର ନିଜର ପରିବାର। ଏ ଅଞ୍ଚଳବାସୀ ମୋର ପରିବାର, ବ୍ଲକ ଲୋକ ପରିବାର, ଜିଲ୍ଲାର ଲୋକ ପରିବାର। ଏତେ ଆନନ୍ଦ ମୋତେ ସ୍ନେହ ଦେଇଛନ୍ତି, ମୁଁ କେବେ ଜୀବନରେ ଭୁଲି ପାରିବିନି। ଏବେ ତ ଆହୁରି ସୁବିଧା ହବ, ମୁଁ ତ ସମୟ ପାଇପାରିବି ଲୋକ ସେବା କରିବା ପାଇଁ। ସେତେବେଳେ ମୁଁ ଗୋଟେ ଅଫିସ ଧନ୍ଦାରେ ବ୍ୟସ୍ତ ଥିଲି, ଆହୁରି ଏବେ ଫ୍ରି ହେଇଗଲି। ସେ ସବୁ ସମୟରେ ମୁଁ ଯେତେ କରିବାକୁ ଚେଷ୍ଟା କରିବି, ମୁଁ ଲୋକଙ୍କ ସେବା କରିପାରିବି। ପରିବାର ମୋର ମିସେସ ମୋତେ ବହୁତ ସହଯୋଗ କରିଛି ଏଥିରେ। ସେ ଗୋଟେ ସାଇଡ ସମ୍ଭାଳିଥିଲା, ମୁଁ ମଝିରେ ମଝିରେ 2 ମାସ ଯାଏ ଘର ବୁଝିକି ଆସେ। କିନ୍ତୁ ମିସେସ ପାଇଁ ମୁଁ ବହୁତ କିଛି କରିପାରିଛି। ସବୁ ସେ ଜଗନ୍ନାଥଙ୍କର ଇଚ୍ଛା, ସେ ପ୍ରଭୁଙ୍କର ଇଚ୍ଛା, ଆମେ କି ଜାଣିନୁ। ଆମେ ରୋଗୀଙ୍କୁ ନିଜର ଭାବିକି ଔଷଧ ଦଉଛୁ, ମାନେ ଯୋଉଟା ନିଜର ଭାବିକି ଦେଲେ ସେ ଔଷଧ କାମ କରିବ। ଆଉ ନାମ ଠାକୁରା ଇଚ୍ଛା ନଥିବ, ସେ ଔଷଧ କୌଣସି କାମରେ ଲାଗିବନି। ସେଥିରେ ମୋର ତ ଲୋଭ ନାହିଁ, ମୂଳରୁ ଲୋଭ ନାହିଁ। ପଇସା କ'ଣ କରିବିନି, ମୁଁ ଦରମା ପାଉଛି ନା। ପଇସା ଦରକାର ନାହିଁ ମୋର। ମୋ ଲୋକ ଭଲ ହେଲେ ମୋତେ ସେଇଟା ଖୁସି। ଲୋକ ଆଜି ଯୋଉ ଜିନିଷ ପାଇଲି, ଆଶୀର୍ବାଦ ପାଇଲି, ଲୋକଙ୍କର ଆଶୀର୍ବାଦ ପାଇଲି, ଲୋକଙ୍କ ଆଶୀର୍ବାଦ ମୁଁ ଆଜି ପର୍ଯ୍ୟନ୍ତ ଚେଷ୍ଟା କରି ରାତି ଆଜି ମୋତେ ବାଧିନି। ଦିନ ସାରା ନ ଖାଇଲେ ମୁଁ ଜାଣିପାରିନି। ସେମାନେ ସବୁ ଲୋକମାନଙ୍କ ଆଶୀର୍ବାଦରୁ, ଏମାନଙ୍କ ଅଞ୍ଚଳବାସୀ ଆଶୀର୍ବାଦରୁ ମୁଁ ସେ ସବୁ କରିବା ପାଇଁ ସକ୍ଷମ ଅଛି। ଏମିତି ସେମାନଙ୍କ ଆଶୀର୍ବାଦ ଥାଉ, ମୁଁ ସେମିତି କାର୍ଯ୍ୟ କରି ଚାଲିଥାଏ। ପଇସା ମୋର ଦରକାର ନାହିଁ, ସ୍ନେହ ମମତା ମୋତେ ଦରକାର, ଆଉ କିଛି ଦରକାର ନାହିଁ। ଦିନ ରାତି ଦୁଃଖୀ ରୋଗୀକୁ ଆଉ କିଏ ଏମିତି ସେବା ଯୋଗାଇ ଦେବ? ତାଙ୍କୁ ଭଲ ପାଉଥିବା ଝରିଗାଁ ଏବଂ ଝରିଗାଁ ଅଞ୍ଚଳର ସମସ୍ତ ଲୋକେ ଝରିଗାଁ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ। ଶ୍ରୀଯୁକ୍ତ ମିଶ୍ର ତାଙ୍କ ପୁତ୍ର ଆୟୁଷ୍ମାନ ମିଶ୍ର ଏବଂ ଧର୍ମପତ୍ନୀ ପ୍ରମିଳା ମିଶ୍ରଙ୍କୁ ତାଙ୍କ ସରକାରୀ ବାସଭବନରୁ ବାଜନା କରି ପାଛୋଟି ନେଇଥିଲେ। ମିଶ୍ର ଆଜ୍ଞା ଯୋଉ ତାଙ୍କ ଚାକିରି ଜୀବନରୁ ଅବସର ନେଇଛନ୍ତି ବା ବିଦାୟ ନେଇଛନ୍ତି, ମୁଁ ଭାବୁଛି ତାଙ୍କ ଜାଗା ଆଉ ଝରିଗାଁରେ କେହି ପୂରଣ କରିପାରିବେନି। ଏଇଟା ଗୋଟେ ଇତିହାସ ହେଇକି ରହିଲା। ତାଙ୍କର ସେବା ସେ ଗୋଟେ ଭଗବାନଙ୍କ ଭଳିଆ ସେବା କରୁଥିଲେ। ଆମର ଝରିଗାଁର ଯେତେ ପ୍ରତ୍ୟେକ ଘରର ସେ ଜଣେ ସଦସ୍ୟ ଥିଲେ ଏବଂ ତାଙ୍କର ଯୋଉ ସେବା ମନୋବୃତ୍ତି ଝରିଗାଁ ଲୋକଙ୍କ ହୃଦୟରେ ପୁରା ବାନ୍ଧି ହେଇକି ଥିଲା। ଆଜି ବୋଲେ ଯେତେବେଳେ ପ୍ରଶାସନ ଚାଲିଥିଲା, ମୋ ଦେହରୁ ସେତେବେଳେ କୋହ ବାହାରୁଥିଲା। କିନ୍ତୁ ଏଇଭଳିଆ ଲୋକ ଆମେ ବୋଧେ ଆଉ ଜୀବନରେ ପାଇବାନି ଝରିଗାଁବାସୀ। ତେଣୁ ମୁଁ ଏଇ ଶେଷରେ ତାଙ୍କୁ ଗୋଟେ ଅନୁରୋଧ କରୁଛି, ସେ ଆମ ପାଇଁ ରହିଯାଆନ୍ତୁ। ଯେତେବେଳେ ତାଙ୍କର ନିହାତି ଅସୁବିଧା ହବ ପରିବାର ଭିତରେ, ସେମାନେ ଯାଆନ୍ତୁ ପଛକିରି। କିନ୍ତୁ ଏବେ ମୁଁ ଜଣେ ବୟୋଜ୍ୟେଷ୍ଠ, ତାଙ୍କଠୁ 12-13 ବର୍ଷ ବଡ଼, କିନ୍ତୁ ମୁଁ ଯେତିକି ଯୋଉ ଅନୁଭବ କରିଛି, ବୋଧେ ସେଇଭଳି ଆମର ଯେତେ ଡାକ୍ତର ଆସିଛନ୍ତି, ତାଙ୍କ ଡାକ୍ତର ପାଠ ମଧ୍ୟ ତାଙ୍କ ପାଖରେ ହାର ମାନିଛି। ଏମିତିଆ ଲୋକ ଆମେ ପାଇବାନି। ତେବେ ଏହି ସଭାରେ ତାଙ୍କ ପ୍ରଶଂସା ଗାନ କରାଯାଇଥିଲା। ଲୋକେ ତାଙ୍କ ଅନୁଭୂତି ବଖାଣିବା ସହିତ କୋହ ଆଉ ଲୁହକୁ ଅଟକାଇ ପାରିନଥିଲେ। ଶ୍ରୀଯୁକ୍ତ ମିଶ୍ରଙ୍କ ଠାରୁ ଉପସ୍ଥିତ ସମସ୍ତ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଝରିଗାଁରୁ ବସନ୍ତ କୁମାର ସାହୁଙ୍କ ରିପୋର୍ଟ, ମହାଭାରତ ଲାଇଭ୍।